ଗାଡ଼ିର ହ୍ୟାଣ୍ଡେଲଟାକୁ ଛାଡ଼ି ଦେଇଛି। ତ ହ୍ୟାଣ୍ଡେଲଟାକୁ ଛାଡ଼ିଲା ପରେ ସେ ଯେଉଁ ଡାହାଣ ପଟେ ସେ ଦୁଇଟା ଝିଅ ଆସୁଥିଲେ, ସେ ଦୁଇଟା ଝିଅ ମଧ୍ୟରେ ପିଟିଗଲା ଗାଡ଼ିଟା। ତ ଗାଡ଼ିଟା ଯେତେବେଳେ ପିଟିଗଲା ତଳେ ପଡ଼ିଗଲା। ତ ସେ ତଣ୍ଟିଟାକୁ ମୋର ଯେତେବେଳେ ଧରିଛି, ତ ମୁଁ ଯେତେବେଳେ ତଣ୍ଟିଟାକୁ ଛଡ଼େଇଲି, ସେ ଛାଡ଼ିଦେଲା ପରେ ସେ ଝିଅଙ୍କ ଉପରକୁ ଆଟାକ୍ କଲା। ଝିଅଙ୍କ ଉପରକୁ ଯେତେବେଳେ ଆଟାକ୍ କରିଛି, ଝିଅଙ୍କ ଉପରେ ଆଟାକ୍ କରିଛି ମାନେ ପାଗଳାଙ୍କ ବାଗିଆ ହେଇକି ସୋଦାସୋଦି କରିକି ମା ଭଉଣୀ ଯେତେବେଳେ ଆଟାକ୍ କରିଛନ୍ତି, ସେତେବେଳକୁ ଯାଇକି ହଇରେ ତେଲେଇ ଝିଅ ମହିଳା ୟୁଟ୍ୟୁବର କ'ଣ ତାଙ୍କୁ ସପୋର୍ଟ ମିଳୁଛି ବୋଲି ମନ ଇଚ୍ଛା ତାଙ୍କ ନାଁରେ ଭିଡ଼ିଓ ବନାଉଛୁ, ମନ ଇଚ୍ଛା ତ ଭିଡ଼ିଓରେ ବାଇଟ୍ ଦେଉଛୁ। ଆଉ ତେଲେଇ ଝିଅ ଏଥିପାଇଁ କହୁଛି ତୁ ସମ୍ମାନ ପାଇବାର ଯୋଗ୍ୟ ନାରୀ ନୁହଁ। ତୁ ଯଦି ଜଣେ ନାରୀ ହେଇଥାନ୍ତୁ, ଗୋଟେ ନାରୀର କୌଣସି କେବେ ଅସମ୍ମାନ କେବେ ଚାହିଁନଥିବୁ କିମ୍ବା ଠିକ୍ କଥାଟିକୁ ବୁଝିଥିବୁ। ତୁ ଏତେ ବଡ଼ ଗୋଟେ ୟୁଟ୍ୟୁବର, ତୋର ୟୁଟ୍ୟୁବ୍ ଚ୍ୟାନେଲ୍ରେ ପୁରା 3 ଲକ୍ଷରୁ ଉପରେ ସବସ୍କ୍ରାଇବର ଅଛନ୍ତି। ତୁ ଜଣେ ନାରୀ ହେଇଛୁ, ତୁ ଜଣେ ମହିଳା ହେଇଛୁ, ତୁ ମହିଳା ଜଣେ ଭିଡ଼ିଓରେ ବାଇଟ୍ ଦେଉଛି ବୋଲି ତୋ ଭିଡ଼ିଓ ଭାଇରାଲ୍ ହେଇଯାଉଛି ବୋଲି ତୁ ନିଜକୁ କ'ଣ ମୁଣ୍ଡି ଭାବୁଛୁ ନା କ'ଣ? ଯେଉଁଟା ଠିକ୍ ତାହା ଠିକ୍ ହିଁ, ଯେଉଁଟା ଭୁଲ ତାହା ଭୁଲ ହିଁ। ଆଉ ତୁ ଯେଉଁ ଏମିତିକା ଅଭଦ୍ରାମୀ ଭାବରେ ତୁ ଭିଡ଼ିଓ ବନାଉଛୁ, ଜଣେ ନାରୀକୁ ଅସମ୍ମାନ କରୁଛୁ। ହଇରେ ହୁଣ୍ଡି ୟୁଟ୍ୟୁବର, ମହିଳା ୟୁଟ୍ୟୁବର, ହଇରେ ହୁଣ୍ଡି ୟାଙ୍କୁ କହୁଛି ଭାଇ, ଯାହାର ଛବି ଆପଣମାନେ ସ୍କ୍ରିନ୍ରେ ଦେଖିବାକୁ ପାଉଛନ୍ତି, ଯେ କି ନାଲି ତ ନୁହଁ, ଏଇଟା କ'ଣ ନାରଙ୍ଗୀ ରଙ୍ଗର ଶାଢ଼ୀ ଯିଏ ପିନ୍ଧିଛନ୍ତି ଏଇ ମହିଳା ୟୁଟ୍ୟୁବର ଜଣକ, ତାଙ୍କର ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି। ତୁ ଭିଡ଼ିଓ ଦେଖୁଛୁ ନା ନାହିଁ? ନ୍ୟୁଜ୍ ଫ୍ୟୁଜ୍ ଦେଖୁଛୁ ନା ନାହିଁ? ନା ଶୁଇକା ଏମିତି ମନ ଇଚ୍ଛା ତୋ ମନକୁ ଯେଇଟା ଆସୁଛି ତୁ ସେଇଟା ଗପି ଦେଉଛୁ। ଆରେ ଭିଡ଼ିଓଟି ସମସ୍ତେ ଦେଖୁଛନ୍ତି, ଓଡ଼ିଶାରେ ବହୁତ ଲୋକ ଦେଖୁଛନ୍ତି। ଆଉ ତୁମେମାନେ ଯଦି ଏମିତି ଭିଡ଼ିଓ ବନେଇବ ଭାଇରେ, ଆଜି ଦିନକୁ 10ଟା ରେପ୍ ହେଉଛି ଯଦି ତୁମମାନଙ୍କ ପାଇଁ, ତୁମମାନଙ୍କର ଏମିତି ମିଡ଼ିଆ ପାଇଁ, ଦେଖିବ ଗୋଟେ ଦିନ ଆସିବ, ଦିନରେ 100 କ'ଣ 1000 ସଂଖ୍ୟାରେ ଝିଅମାନେ ଏମିତି ରେପ୍ ବଳାତ୍କାର ମର୍ଡର ଚାଲିବ। ତୁମେ ଭାଇ ଭିଡ଼ିଓଟି ବନାଉଛ, କୌଣସି ଭୁଲ କରୁନ, ଭିଡ଼ିଓଟି ବନାଉଛ ଭଲ, କିନ୍ତୁ ଭିଡ଼ିଓରେ ଯାହା କହୁଛ, ଯେଉଁଟା ଦେଖାଉଛ, କ'ଣ ଭିଡ଼ିଓ ବନେଇକି କ'ଣ ଲୋକମାନଙ୍କର ଅସୁବିଧା ହେବ, କ'ଣ ସୁବିଧା ହେବ, ତାହା ବି ମଧ୍ୟ ତୁମେ ଟିକେ ଦେଖିକି ଭିଡ଼ିଓ ଛାଡ଼, ତୁମେ ଦେଖିକି ଭିଡ଼ିଓ କର। ଭାଇ ଏମିତି ମନ ଇଚ୍ଛା ତୁମେ ଭିଡ଼ିଓ ବନାଉଛ, ମାନେ ନେଗେଟିଭିଟି ଫେଲାଉଛ, ସେଥିପାଇଁ ମୁଁ ବାଧ୍ୟ ହେଇକି ଏ ଭିଡ଼ିଓ ବନାଉଛି। ନହେଲେ ମୋର କୌଣସି ମନ୍ତବ୍ୟ ନାହିଁ, କୌଣସି ମାନେ ଇଚ୍ଛା ନାହିଁ, ଇଚ୍ଛା ବି ନଥିଲା। ମୁଁ ପୂର୍ବରୁ ୟାଙ୍କ ବିଷୟରେ ଗୋଟେ ଭିଡ଼ିଓ ଛାଡ଼ିଛି, ଆଉ କୌଣସି ମୋର ଇଚ୍ଛା ନଥିଲା ୟାଙ୍କ ବିଷୟରେ ଭିଡ଼ିଓ ବନାଇବା ପାଇଁ। କିନ୍ତୁ ତୁମମାନଙ୍କୁ କହିବ କିଏ? ତୁମେମାନେ ଏମିତିକି ଅଭଦ୍ରାମୀ କାମ କରୁଛ, ଏମିତିକି ଭିଡ଼ିଓ ଛାଡ଼ୁଛ। ସତରେ ତୋ ଭିଡ଼ିଓ ଦେଖି ମୋତେ ବହୁତ ବିରକ୍ତ ଲାଗିଲା, ମାନେ ଏତେ ଜୋର ରାଗ ଲାଗିଲା, ଏତେ ଜୋର ରାଗ ଲାଗିଲା। ତ ଏବେ ପର୍ଯ୍ୟନ୍ତ ତୋର ଭିଡ଼ିଓ ତ ମୁଁ ୟୁଜ୍ କରିନି। ତ ଭିଡ଼ିଓ ୟୁଜ୍ କରିକି ଯଦି ତୋତେ ଏକ୍ସପୋଜ୍ କରିବି, ସତରେ ଜୀବନରେ ଏଇ ମିଡ଼ିଆରେ ତ ମୁହଁ ଦେଖେଇ ପାରିବୁନି। ସତ କଥା କହୁଛି, ବୁଝିଲ ନା? ଜୀବନରେ ଏଇ ମିଡ଼ିଆରେ ତ ମୁହଁ ଦେଖେଇ ପାରିବୁନି ଯଦି ତୋ ଭିଡ଼ିଓ ୟୁଜ୍ କରିକି ମୁଁ ତୋତେ ଏକ୍ସପୋଜ୍ କରେ। ଆଉ ତୁମେମାନେ ଏତେ ହାରାମି, ଯଦି ତୁମେମାନଙ୍କର ଭିଡ଼ିଓ ୟୁଜ୍ କରେ 100% ତୁମେ ତ ତୁମର ସଠିକ୍ ବାର୍ତ୍ତା ତ ତୁମେ ରଖିପାରିବନି, ତାର ଜବାବ ତୁମେମାନେ ଦେଇପାରିବନି। ତୁମେ ଡାଇରେକ୍ଟ ଷ୍ଟ୍ରାଇକ୍ ଦେଇକି ଭିଡ଼ିଓଟିକୁ ହଟେଇବ, ରିମୁଭ୍ କରିବ, ଚ୍ୟାନେଲ୍ଟିକୁ ଉଡ଼େଇବ। ତାହା ଛଡ଼ା ତୁମେମାନେ କିଛି ଜାଣ। ତୁ ଯଦି ଜଣେ ନାରୀ ହେଇକି ଗୋଟେ ନାରୀଙ୍କୁ ସମ୍ମାନ ଦେବା ଶିଖିନୁ, ତାହେଲେ ଆଜି ଏଇ ଝିଅଙ୍କ ପାଖରେ ହେଇଛି, କାଲି ତୋ ପାଖରେ ହେବନି ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଆଉ ତୁ ଏମିତି ଅଭଦ୍ରାମୀ କରିବୁ, ମୋତେ ତ ଲାଗୁଛି ତୋ ପାଳି ବି ଏମିତି ପଡ଼ିଯିବ। ଆଉ ଏମିତି ତୋତେ ମାନେ ବୁଝିପାରୁଛୁ ତ କେତେ କେତେ ଘଟଣା ଆମ ଓଡ଼ିଶାରେ କେମିତି ରେକର୍ଡ଼ଧାରୀ ଘଟଣା ଘଟିଛି। ତୁ ବି ଜଣେ ବାଇଟ୍, ତୁ ବି ସବୁବେଳେ ତୁ ମିଡ଼ିଆ ଦେଖୁଛୁ, ମିଡ଼ିଆ ଦେଖିକି ହିଁ ବୋଧେ ତୁ ଭିଡ଼ିଓ ଛାଡ଼ୁଛୁ। ଆଉ ତୁ ଆଖି ଥାଇକି ଅନ୍ଧ ଭଳିଆ ଭିଡ଼ିଓ ଛାଡ଼ୁଛୁ, ସେଥିପାଇଁ ମୋତେ ବହୁତ ବିରକ୍ତ ଲାଗୁଛି, ବହୁତ ମାନେ ଏତେ ଜୋର ରାଗ ଲାଗୁଛି ଭାଇ। ସେଇଟା ତ କହୁଛି ତୋ ପାଳି ବି ପଡ଼ିଯିବ, ଏମିତି ତୋତେ ମାନେ ଠିଆ ଠିଆ କରିବେ, ବୁଝିପାରିବୁ ସେତେବେଳେ ମାନେ କ'ଣ ଠିକ୍ କ'ଣ ଭୁଲ ନାହିଁ। ଆଉ ୟାଙ୍କ ବିଷୟରେ ଯେମିତି କହୁଛୁ, ଏଇଟା ତାଙ୍କ ଭିଡ଼ିଓର କ୍ଲିପ୍ସ ହିଁ ମୁଁ ମାନେ କ୍ୟାପଚର୍ କରିଛି, ତାଙ୍କ ଫଟୋ। ତାଙ୍କ ବିଷୟରେ ଆଉ ଗୋଟେ ସେ ଗତକାଲି ଭିଡ଼ିଓ ବନେଇଛି ନା ଆଜି ଭିଡ଼ିଓ ବନେଇଛି ମୋର ଠିକ୍ ମନେ ନାହିଁ, କିନ୍ତୁ ଏଇ ରିସେଣ୍ଟଲି ହିଁ ଭିଡ଼ିଓ ବନେଇଛି। ଆହୁରି ସିଏ ତ 10-12ଟା ଭିଡ଼ିଓ ବନେଇ ସାରିଲା ତାଙ୍କ ନାଁରେ, ଫେର୍ ବି କ'ଣ ନିଜକୁ କ'ଣ ଭାବୁଛୁ? ଆରେ ତୁ ଭିଡ଼ିଓ ଦେଖିକି କର, ଭିଡ଼ିଓ ଯେଉଁ ନ୍ୟୁଜ୍ ଫ୍ୟୁଜ୍ ଛାଡ଼ୁଛନ୍ତି ତାହା ଦେଖିକି କର। ଆଉ ସେସବୁ ଦେଖିକି ଯଦି ଆଖି ବୁଜିବା
ଆଖି ବୁଝିବା ଭଳିଆ ତୁ ଭିଡ଼ିଓ ବନଉଛୁ, ଅବଭିୟସଲି ତୁ ପବ୍ଲିକ୍ ମାଡ଼ ଖାଇବୁ। ଆଉ ପବ୍ଲିକ୍ ମାଡ଼ ତୁ ଜାଣିଛୁ, ଗୋଟେ ମାଡ଼ ବି ତଳେ ପଡ଼ିବନି, ବୁଝିଲୁ। ସେ ନାରୀଙ୍କୁ, ସେଇ ମହିଳାଙ୍କୁ ସଦାବେଳେ ଦୋଷ ଦେଉଛି, ଏଇ ନାରୀ ତୁ ସେମିତି କଲୁ, ଇଏ କଲୁ, ସିଏ କଲୁ, ସିଏ କଲୁ। ଏଇଟା କ୍ୟାପଚର୍ ଆପଣମାନେ ଦେଖିବାକୁ ପାଉଛନ୍ତି, ଫଟୋରେ ଆପଣମାନେ କ୍ୟାପଚର୍ ଦେଖିବାକୁ। ଆରେ ଆଜି ବି ସେଇ ଭାଇ ଜଣକ ଆଜିର ବାଇଟ୍ରେ, ଆଜି ହେଉଛି କେତେ ତାରିଖ ମୁଁ ଜାଣିପାରୁନି, ଏବେ ଆଜି ହିଁ ଏଇ ଭିଡ଼ିଓଟି ମୁଁ ଛାଡ଼ୁଛି। ଆଜିର ବାଇଟ୍ରେ ବି ସେଇ ଭାଇ ଜଣକ କହିଛନ୍ତି ଯେ ତାଙ୍କୁ ଆମେ କୁଟିକି ତାପରେ ସେ ସମୀୟ ଭାଇ ତାଙ୍କୁ ଅଭଦ୍ରାମୀରେ ଗାଡ଼ି ଦେଲା, ଗାଡ଼ି ଗୁଲଜ କଲା, ଆଉ ଟଚ୍ ବି ମଧ୍ୟ କରିଛି। ଗାଡ଼ିର ହ୍ୟାଣ୍ଡେଲଟାକୁ ଛାଡ଼ି ଦେଇଛି। ତ ହ୍ୟାଣ୍ଡେଲଟାକୁ ଛାଡ଼ିଲା ପରେ ସେ ଯେଉଁ ଡାହାଣ ପଟେ ସେ ଦୁଇଟା ଝିଅ ଆସୁଥିଲେ, ସେ ଦୁଇଟା ଝିଅ ଦେହରେ ପିଟିଗଲା ଗାଡ଼ିଟା। ତ ଗାଡ଼ିଟା ଯେତେବେଳେ ପିଟିଗଲା ତଳେ ପଡ଼ିଗଲା, ତ ତଣ୍ଟିଟାକୁ ମୋର ଯେତେବେଳେ ଧରିଛି, ତ ମୁଁ ଯେତେବେଳେ ତଣ୍ଟିଟାକୁ ଛଡ଼େଇଲି, ସେ ଛାଡ଼ିଦେଲା ପରେ ସେ ଝିଅଙ୍କ ଉପରକୁ ଆଟାକ୍ କଲା। ଝିଅଙ୍କ ଉପରକୁ ଯେତେବେଳେ ଆଟାକ୍ କରିଛି, ଝିଅଙ୍କ ଉପରେ ଆଟାକ୍ କରିଛି ମାନେ ପାଗଳାଙ୍କ ବାଗିଆ ହେଇକି ସୋଦାସୋଦି କରିକି ମା ଭଉଣୀ କି ଯେତେବେଳେ ଆଟାକ୍ କରିଛନ୍ତି, ସେ ନିଜେ କହୁଛି। ଏବେ ତ ଦେଖିଲୁ ବାଇଟ୍, ମୁଁ ପ୍ରଥମରେ ଭିଡ଼ିଓ କ୍ଲିପ୍ସ ମୁଁ ଲଗେଇଛି, ଏବେ ତ ଦେଖିଲୁ। ଏ ଦେଖିକି ତୁ ଜାଣିପାରୁନୁ, ସେ ନିଜେ କହୁଛି ଯିଏ ସେ ଜାଗାରେ ପ୍ରେଜେଣ୍ଟ ଥିଲା। ତୁ କ'ଣ ମୁଣ୍ଡି ନା ତୁ କ'ଣ ଠାକୁର ହେଇକି ଯାଇଥିଲୁ ସେଇଠି ଦେଖିଥିଲୁ? ଆରେ ଯାହାଙ୍କର ଘଟିଛି, ଯିଏ ପ୍ରେଜେଣ୍ଟ ଥିଲା ସିଏ ନିଜେ କହୁଛି। ତୁ ଆମକୁ ଆଉ ଗୋଟେ ଝିଅଙ୍କୁ ତୁ ମାନେ ତାର କୌଣସି ୟୁଟ୍ୟୁବ୍ ଚ୍ୟାନେଲ୍ ନାହିଁ ବୋଲି ସେ କୌଣସି ମିଡ଼ିଆରେ ବକ୍ତବ୍ୟ ଦେଇପାରୁନି ବୋଲି ମନ ଇଚ୍ଛା ତାଙ୍କୁ କହିଦେଉଛି। ପ୍ରତାପ ଲଗେଇକି ଇଏ ତାର ବି ଗୋଟେ ଲାଇଭ୍ ଅଛି। ଆରେ ସେ ଯଦି ମିଛ ହେଇଥାଏ ଅଲଗା, ପ୍ରୁଫ୍ ଅଛି, ସେ ନିଜେ କହୁଛି ତାଙ୍କୁ ଆମେ କୁଟି ଦେଇକି ଆମର ଭାଇ ଜଣକ ସେ ପାଗଳାମୀ ହେଇଗଲା ନା କ'ଣ, ତାଙ୍କୁ ସେ ଗାଳି ଗୁଲଜ କଲା, ଭଦ୍ରାମୀ ମାନେ ଭାଷା ଅବସରରେ ନିଜେ କହୁଛି, ଭାଷା ଅବସରରେ ତାଙ୍କୁ ଗାଳି ଗୁଲଜ କଲା, ଟଚ୍ ବି ମଧ୍ୟ କରିଛି, ମାନେ ଭିଡ଼ାଭିଡ଼ି ହେଲେ ସେ ନିଜେ କହୁଛି ପରା। ଆଉ ଥରେ ଭିଡ଼ିଓଟି ଦେଖ, ସେ ନିଜେ କହୁଛି ଭିଡ଼ାଭିଡ଼ି କଲେ। ଆଉ ସେଇଠି କେଉଁ ଝିଅ ସେଠି ରହିବ, ଆଉ କେଉଁ ଝିଅ ସେ ଚିତ୍କାର କରିବନି, ଆଉ କିଭଳି ଲୋକ ତାଙ୍କୁ ପିଟିବେନି, ଆଉ ପିଟିକି ତାଙ୍କୁ ମାରିଦେଲେ ଏମିତି ପିଟିବା, ତାହା ମୁଁ କେବେ ସ୍ୱାଗତ କରୁନି କି ତାହା ସ୍ୱାଗତ ଯୋଗ୍ୟ ନୁହଁ। ସେଇପାଇଁ ଆଜି ମୁଁ ଭିଡ଼ିଓ ବନଉନି କି ତାହା ଟପିକ୍ରେ ଆଜି ଭିଡ଼ିଓ ନୁହଁ। କିନ୍ତୁ ଆମର ଯେଉଁ ଏମିତିକା ଅଭଦ୍ରାମୀ ୟୁଟ୍ୟୁବର ଆମ ନାରୀ ହେଇଛନ୍ତି ବୋଲି, ମହିଳା ହେଇଛନ୍ତି ବୋଲି ତାଙ୍କର ଭିଡ଼ିଓ ଭ୍ୟୁଜ୍ ଆଉଛି, ବହୁତ ଲୋକ ଦେଖୁଛନ୍ତି। ଆଉ ଏମାନଙ୍କୁ ଭିଡ଼ିଓ ପାଇଁ ଗୋଟେ ଦିନ ଏମିତି ଆସିବ, ଏମିତିକା ନ୍ୟୁଜ୍ ପାଇଁ। ତୁମମାନଙ୍କ ନ୍ୟୁଜ୍ ଦ୍ୱାରା ହିଁ ସମସ୍ତେ ଜାଣୁଛନ୍ତି, ମିଡ଼ିଆ ଥ୍ରୁରୁ ହିଁ ସମସ୍ତେ ଜାଗ୍ରତ ହେଉଛନ୍ତି, ମିଡ଼ିଆ ଥ୍ରୁରୁ ସମସ୍ତ ଖବର ଜାଣୁଛନ୍ତି। ଆଉ ତୁମେ ଯଦି ଓପିନିଅନ୍ ଦେବାକୁ ଯାଇ ମିଥ୍ୟାଟିକୁ ସତ୍ୟ କରିବ, ସତ୍ୟଟିକୁ ମିଥ୍ୟା କରିବ, ଭାଇ ତୁମେ ଆମ ଓଡ଼ିଶା ପାଇଁ କ'ଣ କରୁଛ? ଏଇଟା କ'ଣ କାମ? ଏଇଟା କ'ଣ କର୍ତ୍ତବ୍ୟ? ଠିକ୍ ବାଟରେ ଥିବ ଯଦି ଆଜି ତୁମକୁ ଲୋକ ଖରାପ କହୁଛନ୍ତି, ଦିନ ନା ଦିନ ତୁମକୁ ଠିକ୍ କହିବେ। ଆଉ ତୁମକୁ ସେଇ ଭାଇ ଜଣକ ମରିଗଲେ ବୋଲି ତୁମର ତାଙ୍କ ନାଁରେ ଭିଡ଼ିଓ ବନାଉଛ, ଭଲ କମେଣ୍ଟ ଆସୁଛି, ସତ କହୁଛି। ତୁମକୁ ଠିଆ ଦିନେ ଦେଖିବେ, ତୁମକୁ ସେଇ ପବ୍ଲିକ୍ ତୁମକୁ ପେଲିବେ, ବୁଝିଲ। ଏମିତିକା ଭିଡ଼ିଓ କରନି। ଆମ ଓଡ଼ିଶାକୁ ଯେମିତି ପଜିଟିଭ୍ ମେସେଜ୍ ଯିବ, ଆମ ଓଡ଼ିଶା ଉପକୃତ ହେବ। ଆମ ଓଡ଼ିଶା ଯେମିତି, ଓଡ଼ିଶାରେ ସମସ୍ତଙ୍କର ଭାଇ ଅଛନ୍ତି, ତୁମର ବି ଭଉଣୀ ଅଛନ୍ତି, ତୁମର ବି ମା ଅଛନ୍ତି, ସମସ୍ତେ ଯେମିତି ଆମେ ମିଳିମିଶି ସୁରକ୍ଷିତ ରହିବୁ ଏବଂ ଶାନ୍ତି ଭାବରେ ଆମେମାନେ ରହିବୁ, ତାହା ପ୍ରଚେଷ୍ଟା କରିକି ଭିଡ଼ିଓ ବନା।